ଆପଣ ଦେଖିପାରୁଥିବେ ଏଇ ପ୍ରବାସୀ ଭାରତୀୟ ସମ୍ମିଳନୀ ଯେଉଁ ସ୍ଥାନରେ ହେଉଥିଲା ସେହି ସ୍ଥାନରେ ଗୋଟିଏ ଷ୍ଟଲ୍ ମଧ୍ୟ କରାଯାଇଛି ଜଗନ୍ନାଥ ଟେମ୍ପୁଲକୁ ନେଇ। ସେପଟେ ମା ମହାଲକ୍ଷ୍ମୀଙ୍କୁ କେଉଁଭଳି ଭାବରେ ମାଣବସା କରାଯାଇପାରିବ, ଆଉ ଏପଟେ ଶ୍ରୀ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପାଇଁ ରଥଯାତ୍ରାର ପ୍ରତୀକାତ୍ମକ ଷ୍ଟଲ୍ଟି କରାଯାଇଛି, ଯାହାକି ଅତୀବ ସୁନ୍ଦର ଏବଂ ଚିତ୍ତାକର୍ଷକ ମଧ୍ୟ ହୋଇଛି। ଦେଖିପାରୁଥିବେ ଦୂରେଇକି ଟିକେ ପଛୁଆ ଯଦି ଆମେ ଦେଖିବା ପାଇଁ ଅନୁରୋଧ କରିବା, କେଉଁଭଳି ଭାବରେ ସୁନ୍ଦର ଭାବରେ କରାଯାଇଛି। ଆଉ ଏପଟେ କେତେ ସୁନ୍ଦର କରାଯାଇଛି। ଏବେ ଆମେ ଏପଟକୁ ଆସିବା, ଦାରୁ ବିଗ୍ରହ ଗୁଡ଼ିକ ସିଧାସଳଖ ଏଠି ରଖାଯାଇଛି। ତ ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ କରାଯାଇଛି। ତା ସାଙ୍ଗରେ ନା ଆପଣଙ୍କ ନାଁ କ'ଣ? କମଳ ଲୋଚନ ମିଶ୍ର। ମିଶ୍ର। ଦକ୍ଷିଣା ଯାହା ହେଉଛି ଛାମୁ ଯାହା ଦେବେ ଆଉ ତେବେ ଛାମୁ ମଧ୍ୟ କ'ଣ କହିବେ? ଏଇ ଯେଉଁ କନସେପ୍ଟ କରାଯାଇଛି, ଆମେ ସେପଟେ ମହାମହଲଙ୍କର କଥା ଦେଖିଲୁ, ତ ଏଠିକାର କନସେପ୍ଟ କ'ଣ ଅଛି ଆପଣଙ୍କୁ ଯାହା ବୁଝାଯାଇଛି? ଆମର ସର୍ବଭାରତୀୟ ସ୍ତରରେ ପ୍ରବାସୀ ଭାରତୀୟମାନଙ୍କୁ ନେଇ ଏ ଯେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀଟା କରାଯାଉଛି ଏଠି, ତ ଆମେ ବହୁତ ସୁନ୍ଦର କଥା, ଆନନ୍ଦ କଥା। ଏବଂ ଆମର ଏ ଜଗନ୍ନାଥ ଚେତନା ନୀଳାଦ୍ରିନାଥ ଜଗନ୍ନାଥ ଯିଏ ଭାଇ ଭଉଣୀଙ୍କ ମେଳରେ ଆନନ୍ଦରେ ରହନ୍ତି, ଏଇ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା ପାଇଁ ଆମର ସୁନ୍ଦର କାର୍ଯ୍ୟକ୍ରମ। ଆଉ ଗୋଟେ କଥା ହେଉଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯେତେବେଳେ ଭାଇ ଭଉଣୀ ତିନି ଜଣଙ୍କର ପ୍ରତୀକାତ୍ମକର ମୂର୍ତ୍ତି କରାଯାଇଛି, ତାହା ମଧ୍ୟ ଜଣାଉଛି ଯେ ଆମେ ବସୁଧୈବକମ୍ କୁଟୁମ୍ବକମ୍ ରହିବା ଦରକାର। ପରିବାର ଲୋକ କହୁଛନ୍ତି ସୁଖୀ ପରିବାର, କିନ୍ତୁ ଭାଇ ଭଉଣୀ ତିନି ଜଣ ହେଲେ ଯୌଥ ପରିବାର। ଆମେ ଯଦି ବିଶ୍ୱର ସମସ୍ତ ମନୁଷ୍ୟ ସମାଜ ପରସ୍ପର ମଧ୍ୟରେ ଭାଇ ଭଉଣୀ ଜ୍ଞାନରେ ପ୍ରୀତି ସୂତ୍ରରେ ଆବଦ୍ଧ ହେବା, ତେବେ ବିଶ୍ୱର ଐକାତ୍ମ ବଜାଇ ରହିବ। ସମସ୍ତେ ହିଁ ଆନନ୍ଦରେ ରହିବା, ସୁଖରେ ରହିବା, ଶାନ୍ତିରେ ରହିବା, ଧର୍ମରେ ରହିବା। ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଯେଉଁ ପତିତ ପାବନ ଗୁଡ଼େ ଇଏ ଜାତିଭେଦ ଧର୍ମଭେଦ ଇଏ ସମସ୍ତ କିଛି ନାହିଁ ପ୍ରମାଣିତ କରେ। ତେଣୁ ଆମେ ଜଗନ୍ନାଥଙ୍କର ମହାପ୍ରସାଦ, ଜଗନ୍ନାଥଙ୍କର ଦାଣ୍ଡ ବଡ଼ ଦାଣ୍ଡ, ଜଗତର ଠାକୁର ବଡ଼ ଠାକୁର ଜଗନ୍ନାଥ ଏବଂ ଜଗତର ଯେ ମହାସମୁଦ୍ର ଅଛି ମହୋଦଧି ମହାଶ୍ମଶାନ ସ୍ୱର୍ଗଦ୍ୱାର, ଏ ସମସ୍ତକୁ ନେଇକି ମହାପ୍ରଭୁ ଜଗତର ଜଗତବାସୀଙ୍କୁ ଭିତରେ ଆନନ୍ଦ ଭରିଦେବା ପାଇଁ ସେ ସମସ୍ତଙ୍କୁ ଏଇ ଭାତୃତ୍ୱ ପ୍ରେମରେ ବାନ୍ଧି ରଖିବା ପାଇଁ ଆହ୍ୱାନ ଦେଉଛନ୍ତି। ଏ ଆହ୍ୱାନ ଯଦି ବଳବତ୍ତର ରହେ, ଆମେ ଯଦି ତାଙ୍କର କୃପା କଥା ହେଉଛି ସାର୍ ଯାହା କହୁଥିଲେ ସେ ଏଇଭଳି ଭାବରେ ଭାତୃପ୍ରେମ ଯଦି ରହିବ ସବୁ ପରିବାର ଭିତରେ, ଭାଇ ଭଉଣୀ ସମସ୍ତଙ୍କ ଭିତରେ, କିନ୍ତୁ ଆଜିକା ଡେଟ୍ରେ ତ ଖାପଛଡ଼ା ହେଇଗଲାଣି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏଇଟା ଗୋଟେ ବଡ଼ ଶିକ୍ଷା ଯେ ଭାଇ ଭଉଣୀ ତିନି ଜଣ ଯେଉଁଭଳି ଭାବରେ ଗୋଟିଏ ଜାଗାରେ ବସି ଦର୍ଶନ ଦେଉଛନ୍ତି ଯୌଥ ପରିବାର ଭଳି। ଆକ୍ଚୁଆଲି ଏତେ ବଡ଼ ପରିବାର ନ ହେଉ, ଛୋଟିଆ ପରିବାର ହେଉ, କିନ୍ତୁ ଭାଇ ଭଉଣୀ ମାନେ ମିଶିକି ହେଲେ ରୁହ।